ନବୀନ ମହାପୁରୁ ଆମର ଇଏ ବୋପା ମା ତାଙ୍କୁ କ୍ଷମା ନବୀନ ବାବୁ ଆମର ଠାକୁର ଭଲ କାମ କରୁଛି ତାକୁ ଦବା ଗୋଟେ ଓଡ଼ିଶାରେ ନବୀନ ରହିବ ନବୀନ ଜଗନ୍ନାଥ ଠାକୁର ତାଙ୍କୁ କୋଟି କୋଟି ମୁଣ୍ଡିଆ ଆମର ଯେହେତୁ ଯିଏ ଏଇଠି ଇମ୍ପ୍ରୁଭ୍ କରିଛି ତାରି ଭୋଟ କାରଣ ସୁଖ ଦୁଃଖରେ ସାଥୀ ହେଇକି ଯେହେତୁ ନବୀନ ପଟ୍ଟନାୟକ ଅଛନ୍ତି ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଯେଉଁ ଆପ୍ରାଣ ଚେଷ୍ଟା ଓଡ଼ିଶା ପ୍ରତି ଆଉ ସହାନୁଭୂତି ଅଛି ସିଏ କହିଛନ୍ତି ଆମ ପାଇଁ ବଡ଼ ଆମ ଓଡ଼ିଶା ସେଇ ଗୋଟାକ ସଂସ୍କୃତି ଆଉ ସେଇ ଗୋଟାକ ଓଡ଼ିଆର ପରମ୍ପରା ହିଁ ଲୋକଙ୍କ ମୁହଁରେ ଭୋଟଟା କେମିତି ବାହାଲ ବର୍ତ୍ତମାନ ଭୋଟଟା ସେ ଶୁଣନ୍ତୁ ଯେହେତୁ ଆପଣ ମୋ କାମ କରିଛନ୍ତି ମୋ ପାଇଁ ମୁଁ ଆପଣଙ୍କୁ ଭୋଟଟା ନିଶ୍ଚିତ ଦେବି କାରଣ ନବୀନ ପଟ୍ଟନାୟକ ଯେହେତୁ ଓଡ଼ିଶାରେ କାମ କରୁଛନ୍ତି ବା ନବୀନ ପଟ୍ଟନାୟକ ପୁରା ଗାଁ ଗହଳି ପରିପୁରକୁ ଆରମ୍ଭ କରିକି ସମସ୍ତଙ୍କ ହୃଦୟରେ ସିଏ ଜାଗ୍ରତ ହେଇ ତେଣୁକରି ନବୀନ ପଟ୍ଟନାୟକର ସ୍ନେହ ମମତାରେ ନବୀନ ଯାହାକୁ ଠିଆ କରିବି ସିଏ ପାଇବେ ନବୀନ ପଟ୍ଟନାୟକ ନିଶ୍ଚିତ 6 ଥର ପାଇଁ ମୁଖ୍ୟମନ୍ତ୍ରୀ ବିଜେଡ଼ି ବର୍ତ୍ତମାନ ଯାହା କରୁଛି ଲୋକଙ୍କର ମଙ୍ଗଳ ପାଇଁ ସେ କାମ କରୁଛି କ'ଣ କରୁଛି କ'ଣ କରୁଛି ମାନେ ବିଭିନ୍ନ ପ୍ରକାର ଏଇଠି ଶୁଣନ୍ତୁ ମିଶନ ଶକ୍ତି ଗୋଟେ କଲା ଯେହେତୁ ମାଇକିନା ଝିଅମାନେ ଘର ଏରୁଣ୍ଡି ବନ୍ଧ ଡେଉଁନଥିଲେ ସିଏ ଆଜି ଏରୁଣ୍ଡି ବନ୍ଧ ଡେଇଁକି ବିଭିନ୍ନ ପ୍ରକାର ଜିନିଷ ଜାଣିପାରିଲେ ଶିକ୍ଷିତ ହୋଇପାରିଲେ ଆଗକୁ ଆଡ଼ଭାନ୍ସ କରିପାରିଲେ ଯେହେତୁ ରୋଜଗାର କ୍ଷମ କରିପାରିଲେ ସିଏ ତାଙ୍କ ସ୍ୱାମୀ ଉପରେ ଆଉ ନିର୍ଭର କରିବାର କୌଣସି ଇଏ ନାହିଁ କାହା ସକାଶେ ଏଇ ମୁଖ୍ୟମନ୍ତ୍ରୀ ପ୍ରଶାସନରେ ନୟାଗଡ଼ କୋଡ଼ା ଫାଇଟ୍ ଦୁଇ ଜଣ କହୁଛନ୍ତି ଯୋଡ଼େ ଦୁଇ ଜଣ ନେତା ଅଛନ୍ତି ଯେ ଅରୁଣ ଅଛନ୍ତି ଆଉ କିଏ ରାଣୀ ଦୁଇ ଜଣଙ୍କ ଶୁଣାଉଛି କୋଡ଼ା ହେବ ନା କ'ଣ ହେଉଛି ଶୁଣନ୍ତୁ ଦେଖିବାକୁ ମିଳୁନି ସେମାନେ ରାଣୀ ତ ଆଜିକା ଡେଟ୍ରେ ରାଣୀ ନିର୍ବାଚନ ସକାଶେ ଆଜି ଠିଆ ଅଛନ୍ତି କିନ୍ତୁ ଅରୁଣ ସାହୁ ବିଗତ 5ଟା ଇଏରେ ସେଇ ଲେଖେରେ ଆସିଲେ ତେଣୁକରି ସେ ଲୋକ ହାତରେ ମିଶିଗଲେ ଲୋକଙ୍କର କଥା ବୁଝୁଛନ୍ତି ସିଏ କହୁଛନ୍ତି ଯେ ଯାହାର ଅସୁବିଧା ଅଛି ସେ ମୋ ପାଖକୁ ଆସ ତେଣୁକରି ରାଣୀ ପାଖକୁ କିଏ ଲୋକ ଯାଇପାରିବେ ଆପଣଙ୍କ ମନରେ କ'ଣ ଟିକେ ଅସନ୍ତୁଷ୍ଟ ରହୁନି ଆପଣ ଯେତିକି ପାଇବା କଥା କ'ଣ ଏତିକି ପାଉଛନ୍ତି ଆଜ୍ଞା ଅସନ୍ତୁଷ୍ଟ ହେଲେ ବରଂ ପାଟି କାମ କ'ଣ ଅସନ୍ତୁଷ୍ଟ କ'ଣ ଆପଣଙ୍କର ଅଛି କ'ଣ ଅସୁସ୍ଥ କିଛି ନାହିଁ ଅବଶ୍ୟ ଆମ ପାଇଁ ଯାହା ଦରକାର ଥିଲା ଆମ ପାଇଁ ପୂରଣ ହେଇଯାଇଛି ହୁଏତ ଅନ୍ୟ ଲୋକମାନଙ୍କ ପାଇଁ ସେଇ ପୂରଣଟା କ'ଣ ଆପଣଙ୍କର ଆବଶ୍ୟକତା ଆପଣଙ୍କର କ'ଣ ଦରକାର ଆଉ ଦରକାର ମୋ ଆବଶ୍ୟକ ମୋର ଯାହା ଥିଲା ଆମ ପୂରଣ ହେଇଯାଇଛି ତାହେଲେ ମୋଟାମୋଟି କ'ଣ ଭାବୁଛନ୍ତି ଏଥରକ ମାହୋଲ ବିଜେଡ଼ି ମିଶ୍ର ନିଶ୍ଚିତ ଭାବରେ କ'ଣ ହବ ବୋଲି ଭାବୁଛନ୍ତି ଇଲେକ୍ସନଟା କ'ଣ ମୁଁ ଆଜିକି ବିଜୁ ପଟ୍ଟନାୟକ ଆମର ଲୋକ ବିଜୁ ପଟ୍ଟନାୟକ ବି ଏଥିରେ ଥିଲା ଆମେ ବି ତାଙ୍କ ସାଥିରେ ବୁଲିଛୁ କଲେଜଠୁ ଆସିଛୁ ନୟାଗଡ଼ ଖେଳ ପଡ଼ିଆ ଯାକେ ପୋଲିସ ପଡ଼ିଆ ସେଇଦିନୁ ଆମେ ବିଜେଡ଼ି ଆମେ କୁଆଡ଼େ ଅନ୍ୟ ଆଡ଼େ ଯାଇନୁ କ'ଣ ପାଇଁ ଏଥର କାହାକୁ ଭୋଟ ଦେବେ ବୋଲି ନିଷ୍ପତ୍ତି ନେଉଛନ୍ତି ଏଥର ନିଷ୍ପତ୍ତି କ'ଣ ମୋର କିଛି ହେଲାନି ମୁଁ ଏଠି ମନେ ଜ୍ଞାନ ଦେଉନି ନହେଲେ ଅଣସାହୁ ଆଉଛି ଆମେ ଯାଇକି ବସିଥାନ୍ତୁ ଏଠି ଆମ ମନ ଖରାପ ସବୁ ଗୋଟେ ଆମର ଇନ୍ଦିରା ଆବାସ ଟିକେ ନାହିଁ ବୁଢ଼ା ଲୋକ ପରେ ଗୋଟେ ଖତ ଗାଡ଼ ଯେ ଲୋକେ ପାଇଲେନି ମୁଁ ବର୍ଷ ହେଲା ତାଙ୍କୁ ଭୁକା ଯାଉଛି ଖତ ଗାଡ଼ ମୁଁ ଖୋଲିଲି ଟଙ୍କା ପଇସା ଖର୍ଚ୍ଚ କରିଲି ଖତ ଗାଡ଼ଟା ମୋତେ ଦେବ ଦେବ ବୋଲି 10 ବର୍ଷ ସବୁ ନେଲେ ଆମକୁ ମିଳିଲାନି ଛାର ଆମେ ବୁଢ଼ା ହେଲୁନି ଆମେ କ'ଣଟାକୁ ଦେବ ଆମର ଇନ୍ଦିରା ଆବାସ ଟିକେ ମୁଁ ଘର ଟିକେ କରୁଛି ବୁଢ଼ା ଲୋକ ପୁଅ ତାର ସିଏ ଘର କଲା ରହିଲା ଆମେ ବୁଢ଼ା ବୁଢ଼ୀ କୋଉଠି ରହିବୁ ଭୋଟ ଦେବେ ନା ନାହିଁ କ'ଣ ଭୋଟ ଦେବେ ନା ନାହିଁ ଭୋଟ ଆଉ କ'ଣ ଦେବି ମୋ ଇଚ୍ଛା ଯାହାକୁ ଯୁଆଡ଼େ ହେଲା ମୁଁ ହାରି ଦେବି କାହିଁକି ଯେଉଁ କାମ ଆସୁଛି ଅନେକ କିଛି ମୋର ତ କିଛି କାମ ହେଲାନି ମୁଁ ମରିବି ମୋର କ'ଣ ଦରକାର ଭୋଟରେ ଆଉ କ'ଣ ଅନ୍ୟ ଆଡ଼େ ଗୋଟେ ପାର୍ଟି କରିବା କିଛି ନାହିଁ ଆମେ କରିଦେଲେ ବି ଗୋଟେ ଲୋକ କ'ଣ ହେଇଯିବ କି କିନ୍ତୁ ମନ ଟିକେ ଅସନ୍ତୋଷ ମନ ଟିକିଏ କାହିଁକି ମୁଁ ବୁଢ଼ା ହେଲେଣି ମୁଁ 75 ବର୍ଷ ଲୋକ ମୋତେ ପଞ୍ଚାୟତ ଭିତରେ ଆମେ କେମିତିଆ ଲୋକ ଜାଣିନାହାନ୍ତି ଆମ ହାତରେ ଆମେ ଲୋକଙ୍କୁ ବୁଝେଇକି ମାରଗଡ଼ କେତେଥର ମୁଣ୍ଡ ଫାଟିଛି ଏଇ ବିଜେଡ଼ି ସକାଶେ ଭାଗବତ ମୁଢ଼ି ଖାଇକି ଆମେ ରାଜନୀତି କରିକି ଯାଇଥିଲୁ ଶିବାଜୀ ଇଏ ଆସିଲେ କିଏ ଆମର ଯିଏ ଏବେ ଜିଲ୍ଲା ପୁରୀରେ ତାଙ୍କ ନାଁ କ'ଣ ପିନାକୀ ମିଶ୍ର ନିଜେ ଆମେ ତାଙ୍କ ବୁଲିକି ଯାଇଛୁ ସବୁ ବୁଲି ଯାଇକି 10 ଯେଉଁ ଚାକୁଡ଼ି ଖାଇକି ଯାଇଛୁ ମହିପୁରରୁ ଛକରେ ଆଉ ଆମେ ଏଇଟା ଲୋକ ଆମର କିଛି ହେଲାନି ଆମ ଘରେ କହିଲେ ତମେ କ'ଣଟେ କରିବ ଆଉ କେଉଁଠି ମଲା ବେଳେ ମୁଁ କହିଲି ଆଉ କ'ଣ ଏବେ ତ ଭୋଟ ଆସିଗଲାଣି ଆସିଗଲାଣି ଆଉ କ'ଣ ହେଇଛି ଏମିତି ଦେବ ଆଉ ମନ ନାହିଁ କାହାକୁ ଆମେ କହିବୁନି ଯେ ତମେ ଏଇଠି ଦିଅ ବୋଲି ଲୋକକୁ ବତେଇବୁନି ଆମେ ଯେଉଁଟା କହୁଥିଲୁ କ'ଣ ଦରକାର ତମେ ଆମେ କାମ କରିବୁ ସରକାର ଏତେ କାମ 3 ଥର ଆମେ ବନ୍ଧା ହେଇକି ଯାଇଛୁ ଭାଗବତ ଆମର ଥାନାକୁ ଆଉ ଆମେ ଏହା କରିକି ଆମର କିଛି ନାହିଁ ଏବେ ଯେ ବିଧାୟକ ଅଛନ୍ତି କିଛି କରୁନାହାନ୍ତି କ'ଣ ବିଧାୟକ କହିବେ
ତମେ ତ ଯିଏ ପୁରୁଣା ଲୋକ ଆଇଲା ନୂଆ ଲୋକ ଆଇଲା ତାକୁ ଧରିକି ସେ ନାଟ କରୁଛି ଟୋକାଙ୍କୁ ଦେଖୁଛି ଆମ ବୁଢ଼ାକୁ କରୁଛନ୍ତି ଆଜ୍ଞା ଆମେ ପିତ୍ତଳ ଅଣିପରା ଆମର ଏଠି କ'ଣ ଅଛି ଆଉ ଭତ୍ତା ହେଇଛି ନା ଆପଣ ଭତ୍ତା ହେଇଯାଇଛି ଆଜ୍ଞା ହଁ ଆଉ କ'ଣ ହେଇଛି ମୁଁ ଘର ଟିକେ ଇନ୍ଦିରା ଆବାସ ଟିକେ ଗଲେ ଘର ବଖରାଟେ କରିକି ବୁଢ଼ା ଦିନକୁ ରହନ୍ତି ବୋଧେ ଭଗା ଆଜବେଷ୍ଟ ଘର ଚାଲୁ ଘରେ ତ ଆଲୋଚନା ହଉଥିବ ଭୋଟ ଆଇଲା ଏଥର କାହାକୁ ଦେବା କୋଉଟା ଆଲୋଚନା ହଉନି ବସିକି ଘରେ କହିଲେ ଆମର କ'ଣ ଦରକାର ଭୋଟକୁ ଆଉ ମନେ ନାହିଁ ଆଉ ଯିବାକୁ ମନେ ନାହିଁ ହେଲେ ଦେବୁ ନହେଲେ ନାହିଁ ଏମିତି କାମ ନବୀନ ବାବୁ ଆମର ଠାକୁର ବୁଦ୍ଧିକି ନଦେଲେ ହବ ବୁଦ୍ଧି ସବୁ 5 ବର୍ଷ ପାଇଁ ଚାଉଳ କରିଦେବା ଲୋକଙ୍କୁ ଆଉ ଲୋକଙ୍କ ଭତ୍ତା ବି ଦେବ ସିଏ ଦେବ ନା ଆଉ ସିଏ ଭଲ କାମ କରୁଛି ତାକୁ ଦେବା ଗୋଟେ ଓଡ଼ିଶାରେ ନବୀନ ଜଗନ୍ନାଥ ଠାକୁର ତାଙ୍କୁ କୋଟି କୋଟି ମୁଣ୍ଡିଆ ଆମର ସିଏ ବୁଢ଼ା ବୁଢ଼ୀ ଆମେ କିଏ ଆମକୁ ପଇସା ଦିଅନ୍ତା ସବୁ ଆସିବେନି ତ ନେତା ମତେ ଆସିବେନି ବିଜେପି ହଉ ବିଜେଡି ହଉ ଆସିକି ବୁଲିବେନି ନା ବୁଲି ନାହାନ୍ତି ନାହିଁ ଖାଲି ଅରୁଣ ସଭାଜି ଆସିବ ରାଣୀ ଯୋଉ ରାଣୀ କିଏ କହୁଛନ୍ତି କ'ଣ ଲଢ଼େଇ ହବ ଏଥର ରାଣୀ ଲଢ଼ିବ କ'ଣ ରାଣୀର ପାୱାର ନାହିଁ ଆମେ ତାକୁ ଧରି ଚଳିବୁ ହେରା ନାହିଁ ଆମର ଦଳ ଅଛି ଅରୁଣ ସାହୁ କହିବାକୁ ନବୀନ